ମୁଁ ମରି ଯାଉଥିଲୁ ମା ଦେଖ 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 ଆମ ରାଇଜକୁ ଦେଖ ଆମ ରାଇଜ ନା ଭାରି ସୁନ୍ଦର ସତରେ ନା ଆଉ ସବୁଠାରୁ ସୁନ୍ଦର ଅଛନ୍ତି ଆମର ଜନପ୍ରଜା ସମସ୍ତେ ମତେ କହନ୍ତି ନା ଦେଖ ଦେଖ ଆମ ସାନ ରାଣୀ ମାୟାବତୀକୁ ଦେଖ ବା ସତରେ ଆମ ସାନ ରାଣୀ ନା ଭାରି ସୁନ୍ଦର ଜାଣିଛନ୍ତି ସେଇ କଥା ଶୁଣିବାଠୁ ନା ମୋ ଛାତି କାଲି ଫୁଲେଇ ଉଠୁଛି ଆଉ ଗାଇବା ପାଇଁ ଆଉ ନାଚିବା ପାଇଁ ମନ ହଉଛି ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁ କିଛି ପାଇଛି ଆଜି ଜୀବନର ସବୁ କିଛି ପାଇଛି ମୁଁ ଯେ ତମକୁ ପାଇ ସବୁ ଭୁଲି ଯାଇଛି ମୁଁ ଯେ ତମକୁ ପାଇ ସବୁ ଭୁଲି ଯାଇଛି ସତେ ରହିଛି କି जादू रही झूमी झूमी जाऊची मन नाची जाऊची आज जीवन सबू किछि पाइछि जीवन सबू किछि पाइछि बुझा नहीं आज जाऊची बही जाई गज गामिनी आखि नीला नयनी मुझे अबुझा नहीं आज जाऊची बही जाई गज गामिनी आखि नीला नयनी सते कथारे झुमी झुमी जाऊची मन नाची जाऊची आज जीवनर सबू किछि पाइछि आज जीवनर सबू किछि पाइछि सतरे जानछन्ती ना स्त्री हेब तो मो भाले आ स्वामी हेब ना मो स्वामी भाले कहीं जानछन्ती ना बरवाणी को पछरे पकेकी मते ना मो स्वामी बहुत भल पाती हे माँ मु भूली जाइली स्वामी को आसवा समय हो गलानी ना जदि माँ मुझे उच्च करी ना ताले मत खराब है ना 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 मुझे जाए मो स्वामी पाखक जाए महाराज ए दीना दासी शत प्रणाम घृणा करंतु महाराज ए दीना दासी शत प्रणाम घृणा करंतु सानराणी मायावती स्वामी आज बहुत खुशी स्वामी आपण कोन बुझते कारण आज 12 वर्ष परे हां जे सोनाणी गर्भवती हे स्वामी तब सत्य
ହଁ। ହେବି ବାପା ଏ କଥା ଭାବିଲା ବେଳକୁ ବହୁତ ଆନନ୍ଦ ଲାଗୁଛି। ସ୍ୱାମୀ ଓ ମାୟାବତୀ ଏ ଭଉଣୀ ସତରେ ଭଉଣୀ ତୁ କଣ ମା ହେବାକୁ ଯାଉଛୁ? ହଁ ଭଉଣୀ ମୁଁ ବହୁତ ଖୁସି ହେଲା ଭଉଣୀ ମୁଁ ବହୁତ ଖୁସି। ହଁ ঠিক আছে তাহলে তাহলে চাল তো ভଉଣୀ ଆମେ ଶୟନ କକ୍ଷକୁ ଯିବା। ଚାଲ ଭଉଣୀ ଚାଲ ଆମେ ରାଜଉଆସକୁ ଯିବା। ରାଜରେ କଣ କହିଲେ ବରଳାରୀ କୁଆଡ଼େ ମା ହେବାକୁ ଯାଉଛି ମୁଁ। ଆଉ ସେଦିନ ସେ ଯଦି ମା ହୋଇଯିବ ତାହେଲେ ରାଜ୍ୟର ପାଟରାଣୀ ହେବ ସେ। ଆଉ ମୁଁ କଣ ସେ ଭିତରଣୀକୁ ଭିତରଣୀ ହେଇଯିବି? ନା 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 ମୁଁ କେବେ ଭିତରଣୀ ହେବାକୁ ଚାହେଁ। ମୁଁ ଚାହେଁ ଏ ରାଜ୍ୟର ପାଟରାଣୀ ହେବା ପାଇଁ। ଚାହିଁଛି ନା ବୁଢ଼ିଆଣି ଯେମିତି ନା ଜାଳ ବିଛାଇ ଖାଦ୍ୟ ସଂଗ୍ରହ କରିବା ପାଇଁ ସେମିତି ମାୟାବତୀ ତ ଜାଳ ବିଛେଇବ କେମିତି ରାଜ୍ୟକୁ ହାତ ମୁଠକୁ ଆଣିବା ପାଇଁ। ହେଲେ ମୁଁ କେମିତି ରାଜ୍ୟକୁ ହାତ ମୁଠ କରିବି ମୁଁ କିଛି ବୁଝିପାରୁନି। ମୋ ମୁଣ୍ଡରେ କିଛି ପଶୁନି। କଣ କରିବି? ନା ଏ ସମୟରେ ମୋତେ ରାଜାଙ୍କର ସାନ ଭାଇ ବିକ୍ରମକୁ କେମିତି ମୋ ହାତ ମୁଠାକୁ ଆଣିବାକୁ ପଡ଼ିବ। ସତରେ ଏ ରାଜ୍ୟକୁ ପାଇବାକୁ ହେଲେ ଏ ମାୟାବତୀ ଗୋଟିଏ ନ କାଲ ନାଗୁଡ଼ି ପାଲଟିବାକୁ ପଡ଼ିବ। କାଲ ନାଗୁଡ଼ି ସତରେ ମୁଁ ଗୋଟିଏ ନାୟିକା ନୁହଁ। ମୁଁ ଗୋଟିଏ ଖଳନାୟିକା।